ଆପଣ ବିଶ୍ୱାସ କରିବେ ଯଦି ମୁଁ କହିବି ଯେ ଏଇ ମିଠାକୁ ଆମେ ମାତ୍ର 1 ଲିଟର କ୍ଷୀରରେ ଘରେ ବନେଇକି ରେଡି କରିଛେ ବୋଲି। এই ମିଠାଟି ଖାଲି ଦେଖିବାକୁ ସୁନ୍ଦର ନୁହେଁ, ଏଇ ବହୁତ ସଫ୍ଟ ଜୁସି ଆଉ ସୁଆଦିଆ ବନିଥାଏ। ଆକୁ ଥରେ ଯାହାକୁ ବନେଇକି ଖୁଆଇବେ ସେ ବାହାରର ରସଗୋଲା ଗୋଲାପ ଜାମୁନ ସବୁ କିଛି ଖାଇବା ଭୁଲିଯିବେ ଆଉ ଆପଣଙ୍କ ପ୍ରଶଂସା କରି କରି ଥକିବେ ନାହିଁ। ତାହେଲେ ଆସନ୍ତୁ ଷ୍ଟାର୍ଟ କରିବା ଆଜିର ରେସିପି। ସେଥିପାଇଁ ପ୍ରଥମେ ଗୋଟେ କଡ଼େଇ ଗରମ କରି ସେଥିରେ ଅଳ୍ପ ଟିକେ ପାଣି ଦେଇଦେବା, ଯାହାଦ୍ୱାରା କି କ୍ଷୀର ଆଉ କଡ଼େଇର ତଳ ବେସରେ ଲାଗିବନି। ଆଉ ସେଇ କଡ଼େଇ ଆଉ ପାଣିରେ ଏବେ ଦେଇଦେବା ଆମେ 1 ଲିଟର କ୍ଷୀର। କ୍ଷୀର ଟିକେ ଭଲ କ୍ୱାଲିଟିର କ୍ଷୀର ନେବେ, ମାନେ ବେଶୀ ପାଣିଆ କ୍ଷୀର ନେବେନି। କ୍ଷୀରକୁ ଆମେ କ'ଣ କରିବା ନା ବେଶୀ ଫୁଟେଇବାର ନାହିଁ, ହାଇ ଫ୍ଲେମ୍ରେ ବାସ୍ କେବଳ ଗୋଟେ ଫୁଟଣା ଆସିବା ପର୍ଯ୍ୟନ୍ତ କ୍ଷୀରକୁ ଆମେ ଗରମ କରିନେବା। ତ ଏଇଠି ଦେଖନ୍ତୁ, ଏଇଠି କ୍ଷୀର ଆମର ଭଲ ଭାବରେ ଗରମ ହେଇଗଲାଣି, ମାନେ ଫୁଟିବା ଷ୍ଟାର୍ଟ ହେଇଗଲାଣି। এই ଷ୍ଟେଜ୍ରେ ଆମେ କ'ଣ କରିବା ନା ୟାକୁ ଆଉ ବେଶୀ ସମୟ ଫୁଟେଇବା ନାହିଁ, କ୍ଷୀରକୁ ଆମେ ଅଲଗା କରିବା, ମାନେ କ୍ଷୀରକୁ ଅଧା ଅଧା କରିଦେବା। ସେଥିପାଇଁ ଦେଖନ୍ତୁ 2.5 କପ୍ ପାଖାପାଖି କ୍ଷୀରକୁ ମୁଁ ଗୋଟେ ବାଉଲରେ କାଢ଼ି ନେଉଛି। 500 କ୍ଷୀର ଆମେ କଡ଼େଇରେ ରଖିବା ଆଉ 500 କ୍ଷୀରକୁ ଆଉ ଗୋଟେ ଜାଗାକୁ କାଢ଼ି ନେବା। এই ଯେଉଁ କଡ଼େଇରେ କ୍ଷୀରଟା ଅଛି ତାକୁ ଆମେ ସାଇଡ଼ରେ ରଖିନେବା। ଆଉ ଏଇ ଯେଉଁ ବାଉଲରେ ଯେଉଁ କ୍ଷୀରଟା ଅଛି ସେଥିରେ ଆମେ କ'ଣ କରିବା ନା ପାଖାପାଖି 1 ଚାମଚ ଦେଇଦେବା ଭିନେଗାର। ଭିନେଗାର ଦେଇକି ଏବେ ଆମେ କ୍ଷୀରକୁ ଛେନା ଛିଣ୍ଡେଇବା। କ୍ଷୀରକୁ ଗରମ ଥିବା ଅବସ୍ଥାରେ ହିଁ ଦେବେ, ଥଣ୍ଡା କରିକି ଦେବେ ନାହିଁ। ଗରମ ଥିବା ଅବସ୍ଥାରେ ଯଦି ଆମେ ଭିନେଗାରକୁ ଦେବା ତାହେଲେ ଛେନାଟା ସହଜରେ ଛିଣ୍ଡିଯିବ। ଆଉ ଯଦି ଭିନେଗାର ନାହିଁ ତେବେ 1 ଚାମଚ ଲେମ୍ବୁ ରସରେ 2 ଚାମଚ ପାଣି ମିଶାଇକି ସେଇ ପାଣି ଏବଂ ଲେମ୍ବୁ ରସର ଯେଉଁ ମିଶ୍ରଣକୁ କ୍ଷୀରରେ ଦେଇକି ଛେନା ଛିଣ୍ଡେଇ ପାରିବେ। ଏଇଠି ଦେଖିପାରୁଥିବେ କେତେ ସହଜରେ ଆଉ କେତେ ଭଲ ଭାବରେ କ୍ଷୀରରୁ ଆମର ଛେନା ଛିଣ୍ଡି ଯାଇଛି। ତ ଏଇ ଛେନାକୁ ଆମେ କ'ଣ କରିବା ନା ଏବେ ଗୋଟେ ଷ୍ଟେନର ସାହାଯ୍ୟରେ ଛାଣି ନେବା। ଷ୍ଟେନର ଉପରେ ଗୋଟେ ସଫା କପଡ଼ାଟେ ରଖିନେବେ ଆଉ କପଡ଼ା ସାହାଯ୍ୟରେ ଛାଣିବେ, ଯାହାଦ୍ୱାରା କି ଛାଣିବା ପାଇଁ ସହଜ ହେବ ଆଉ ଏକ୍ସଟ୍ରା ପାଣି ବି ବାହାରିଯିବ। ଛେନାକୁ କପଡ଼ା ଉପରେ ଢାଳି ସାରିବା ପରେ ନର୍ମାଲ ପାଣିରେ ତାକୁ ପ୍ରଥମେ ଭଲ ଭାବରେ ଥରେ ଧୋଇ ନେବା ଆଉ ତାପରେ ଯାଇକି ଆକୁ ଚିପୁଡ଼ିକି ଏକ୍ସଟ୍ରା ପାଣିକୁ ବାହାର କରିବା। ତ ଚିପୁଡ଼ିବା ପାଇଁ ଆମେ କପଡ଼ା କାହିଁକି ବ୍ୟବହାର କଲେ ନା କପଡ଼ା ବ୍ୟବହାର କରିବା ଦ୍ୱାରା ଛେନା ବିଲକୁଲ ବି ନଷ୍ଟ ହେବ ନାହିଁ, କେବଳ ପାଣିଟା ହିଁ ବାହାରିବ। ତାପରେ ଆମେ କ'ଣ କରିବା ନା ଏଇ ଯେଉଁ କପଡ଼ାରେ ଛେନାକୁ ଏମିତି ରହିବାକୁ ଦେବା ଆଉ ତା ଉପରେ ଗୋଟେ ଭାରି ଜିନିଷ ରଖିନେବା, ଯାହାଦ୍ୱାରା କି ଯାହା ବି ପାଣି ଥିବ ସେଟା ବାହାରିଯିବ। ଏମିତି ହିଁ ଆମେ ୟାକୁ 5 ମିନିଟ୍ ପର୍ଯ୍ୟନ୍ତ ଛାଡ଼ିଦେବା। ସେତେ ସମୟ ପର୍ଯ୍ୟନ୍ତ ଆମେ କ'ଣ କରିବା ନା କଡ଼େଇରେ ଯେଉଁ ବଳକା କ୍ଷୀର ରଖିଥିଲେ ଏବେ ଗ୍ୟାସ୍ ଅନ୍ କରି ତାକୁ ବସେଇ ନେବା ଆଉ ସେ କ୍ଷୀରରେ ଦେଇଦେବା ପାଖାପାଖି 2 ବଡ଼ ଚାମଚ ଚିନି ବା ସ୍ୱାଦ ଅନୁଯାୟୀ ଚିନି ଦେଇଦେବେ। ତା ସହିତ ଦେଇଦେବା 2 ଚାମଚ ପାଖାପାଖି ମିଲ୍କ ପାଉଡର ବା ଅମୁଲ ଗୁଣ୍ଡ। ତ ତାକୁ ଦେଇକି କ୍ଷୀର ସହିତ ଟିକେ ଭଲ ଭାବରେ ମିଶାଇ ନେବା। ଏଠି ଚିନି ଆପଣ କେତେ ମିଠା ଖାଇବାକୁ ପସନ୍ଦ କରନ୍ତି ସେଇ ହିସାବରେ ଦେବେ। ତାପରେ ଆମେ କ'ଣ କରିବା ନା ଦେଖନ୍ତୁ ଏଠି ମୁଁ ମିଲ୍କ ପାଉଡରକୁ ବା ଅମୁଲ ଗୁଣ୍ଡକୁ କ୍ଷୀର ସହିତ ଭଲ ଭାବରେ ମିଶାଇ ନେଇଛି। ଏବେ ଆମେ ଭଲ ଫ୍ଲେଭର ଆସିବା ପାଇଁ ଦେଇଦେବା ଅଧ ଛୋଟ ଚାମଚ ଗୁଜୁରାତି ଗୁଣ୍ଡ। ଆଉ ତା ସହିତ କ୍ଷୀରରେ ଟିକେ କଲର ଆସିବା ପାଇଁ ଏଠି ମୁଁ କେଶର ବ୍ୟବହାର କରିଛି। କେଶର ଏଠି ବିଲକୁଲ ଅପସନାଲ ଅଛି, ଆପଣ ଚାହିଁଲେ ତାକୁ ସ୍କିପ୍ କରିପାରିବେ କିମ୍ବା କେଶର ଜାଗାରେ ଆପଣମାନେ ଲେମନ ୟେଲୋ ଫୁଡ କଲର ଗୋଟେ ପିସ୍ ଦେଇଦେବେ। ତ ଏବେ କ'ଣ କରିବା ନା ଏ ସବୁ ଜିନିଷକୁ ମିଶାଇ ନେବା ଆଉ ୟାକୁ ମିଡିୟମ ଫ୍ଲେମ୍ରେ ଫୁଟିବା ପାଇଁ ଛାଡ଼ିଦେବା। ୟାକୁ କ'ଣ କରିବେ ନା ଫୁଟିବା ସମୟରେ ଦେଖିପାରୁଥିବେ ଧୀରେ ଧୀରେ କ୍ଷୀରଟା ଗାଢ଼ା ହେଇ ଆସିବ ଆଉ ସାଇଡ଼ରେ ଯେଉଁଗୁଡ଼ା ଲାଗିଥିବ ରାବିଡ଼ି ତ ତାକୁ ଏଇଭଳି ଭାବରେ ମିଶାଇ ଚାଲିବେ, ଯାହାଦ୍ୱାରା କି କ୍ଷୀରଟା ବହଳିଆ ହେବ। କାହିଁକି ନା ଏଇ କ୍ଷୀରରୁ ଆମେ ରାବିଡ଼ି ବନେଇବା। ପାଖାପାଖି 5ରୁ 10 ମିନିଟ୍ ପର୍ଯ୍ୟନ୍ତ କ୍ଷୀର ଆମର ଲୋ ଟୁ ମିଡିୟମ ଫ୍ଲେମ୍ରେ ଫୁଟିବା ପରେ ଏଇଠି ଆମର ରାବିଡ଼ି ବନିକି ରେଡ଼ି ହେଇଗଲାଣି। ଏଇ ଯେଉଁ ରାବିଡ଼ି ଆମେ ଆଜି ବନଉଛେ ତାକୁ ବେଶୀ ବହଳିଆ ବାଲା ରାବିଡ଼ି ବନେଇବା ନାହିଁ, ଟିକେ ପତଳା ରଖିକି ଏମିତିଆ ବନେଇବା। ତ ଏଇ ଦେଖିପାରୁଥିବେ ରାବିଡ଼ି ଆମର ବିଲକୁଲ ରେଡ଼ି। ତ ଏବେ ଆମେ ଗ୍ୟାସ୍ର ଫ୍ଲେମ୍କୁ ବନ୍ଦ କରିନେବା। ତାପରେ ୟାକୁ ଗୋଟେ ଗିନାକୁ ବାହାର କରି ଫ୍ରିଜ୍ରେ ପାଖାପାଖି ଅଧଘଣ୍ଟା ପର୍ଯ୍ୟନ୍ତ ଥଣ୍ଡା ହେବା ପାଇଁ ଛାଡ଼ିଦେବା। এটা ଥଣ୍ଡା ହେଇଯିବା ପରେ ଆଉ ଟିକେ ଗାଢ଼ା ବା ବହଳିଆ ହେଇଯିବ। ସେଥିପାଇଁ କନସିଷ୍ଟେନ୍ସି ଏମିତି ରଖିବେ, ଷ୍ଟାର୍ଟିଂରୁ ବେଶୀ ବହଳିଆ କରିଦେବେନି। ରାବିଡ଼ି ଥଣ୍ଡା ହେବା ଭିତରେ ଏପଟେ ଆସନ୍ତୁ ଆମ ଛେନାକୁ ଚେକ୍ କରି ନେବା। ଛେନାରୁ ଏବେ ସବୁ ପାଣି ଗୁଡ଼ାକ ବାହାରି ଯାଇଛି ଆଉ ଛେନା ବିଲକୁଲ ଡ୍ରାଏ ହେଇଯାଇଛି। ଏବେ ଆମେ ହାତର ପାପୁଲି ସାହାଯ୍ୟରେ ଛେନାକୁ ଚକଟିକି ଚିକଣ କରିବା। ଭିଡ଼ିଓରେ ମୁଁ ଆପଣମାନଙ୍କୁ ଯେମିତି ଦେଖାଉଛି ସେଇଭଳି ଭାବରେ ହିଁ ଚକଟି ଚାଲିବେ। ପାଖାପାଖି 5ରୁ 10 ମିନିଟ୍ ପର୍ଯ୍ୟନ୍ତ ୟାକୁ ଭଲ ଭାବରେ ଚକଡ଼ିବେ। ଆଉ ଦେଖିପାରୁଥିବେ ଧୀରେ ଧୀରେ ଛେନା ଆଗ ଅପେକ୍ଷା କେତେ ଚିକଣ ହେବା ଷ୍ଟାର୍ଟ ହେଇଗଲାଣି। ଛେନା ଏମିତି ଚିକଣ ହେଇ ଆସିଲେ ଛେନାରେ ବାଇଣ୍ଡିଂ ପାଇଁ ଆମେ ଦେଇଦେବା ମାତ୍ର 1 ଚାମଚ ସୁଜି। ସୁଜି ଜାଗାରେ ଆପଣ 1 ଚାମଚ ମଇଦା ବି ଦେଇପାରିବେ, କିନ୍ତୁ 1 ଚାମଚରୁ ବିଲକୁଲ ବି ସୁଜି କି ମଇଦା ବ୍ୟବହାର କରିବେ ନାହିଁ। ତ ସୁଜି ଦେଇ ସାରିକି ପୁଣି ଥରେ ତାକୁ ସେଇ ସେମ୍ ପ୍ରୋସେସରେ ଆମେ ଚକଡ଼ିବା ଷ୍ଟାର୍ଟ କରିବା। ଆଉ ଚକଡ଼ିବା ସମୟରେ ଯଦି ଆମର ଛେନା ଡ୍ରାଏ ଲାଗେ
तेबे मझिरे मझिरे आपण माने अल्प अल्प क्षीर माने 1 ରୁ 2 ଚାମଚ କ୍ଷୀର ଦେଇକି ତାକୁ ଚକଟି ପାରିବେ। ଆଉ ଯଦି ଛେନା ନର୍ମାଲ ଅଛି ମାନେ ଛେନାରେ ହାଲକା ହାଲକା ପାଣି ଲାଗୁଛି ତାହେଲେ କ୍ଷୀର ଦେବାର କୌଣସି ଆବଶ୍ୟକତା ନାହିଁ। ତ ଏଇଠି ଦେଖନ୍ତୁ ପାଖାପାଖି 10 ରୁ 15 ମିନିଟ୍ ପର୍ଯ୍ୟନ୍ତ ଛେନାକୁ ଚକଟିକି ମୁଁ ପୁରା ଚିକ୍କଣ କରି ନେଇଛି। ଚିକ୍କଣ କରି ସାରିବା ପରେ ଆମେ ଯେଉଁ ସାଇଜ୍ର ମିଠା ବନେଇବା ସେଇ ସାଇଜ୍ର ଏଠି ଆମେ ଛେନାକୁ ହାତରେ ନେଇକି ତାକୁ ଗୋଲ କରି ନେବା। ତାପରେ ହାତ ସାଇଜ୍ରେ ଟିକେ ଏମିତି ଚାପିକି ଏମିତି ଚେପ୍ଟା ସେପ୍ ଦେଇଦେବା। ମିଠାର ସାଇଜ୍ ଆପଣଙ୍କ ହିସାବରେ ଆପଣ ଛୋଟ ବଡ଼ କରିପାରିବେ। ଆଉ ସାଇଡ୍ ଗୁଡ଼ାକ ଏମିତି ହାଲକା ହାଲକା ଟିକେ କ୍ରାକ୍ ରହିବ, ଆପଣ ବିଲକୁଲ ବି ଡରିବେ ନାହିଁ। ତ ଏଇ ସେମ୍ ପ୍ରୋସେସରେ ମୁଁ ଆପଣମାନଙ୍କୁ ଆଉ ଗୋଟେ ମିଠା ମଧ୍ୟ ବନେଇକି ଦେଖେଇ ଦେଉଛି। ଦେଖନ୍ତୁ ବାସ୍ ଏମିତି ଗୋଲ କଲା ପରେ ତାକୁ ହାଲକା ଟିକେ ଚେପ୍ଟା କରିନେବେ। ଏଇ ସେମ୍ ପ୍ରୋସେସରେ ହିଁ ଆମେ ସବୁ ଛେନାକୁ ଏମିତି ସେପ୍ ଦେଇକି ରଖିନେବା। ତାପରେ ଆମେ ଗୋଟେ ବଡ଼ ସାଇଜ୍ର କଡ଼େଇକୁ ଗରମ କରି ନେବା। ଆଉ ସେଇ କଡ଼େଇରେ ଦେଇଦେବା 1 କପ୍ ଚିନି। 1 କପ୍ ଚିନି ପାଇଁ ଆମେ ଦେଇଦେବା ପାଖାପାଖି 3 କପ୍ ପାଣି। ତ ପାଣି ଦେଇକି ପ୍ରଥମେ ଆମେ ଗ୍ୟାସ୍ର ଫ୍ଲେମ୍କୁ ହାଇ ଫ୍ଲେମ୍ରେ ରଖିକି এই ଚିନିକୁ ମେଲ୍ଟ ହେବା ପାଇଁ ଛାଡ଼ିଦେବା ବା ପାଣିକୁ ଫୁଟିବା ପାଇଁ ଛାଡ଼ିଦେବା। ଏଠି ଆମକୁ କୌଣସି ତାରବାଲା ବା ଅଠାଳିଆ ଶିରା ବନେଇବାର ନାହିଁ। ବାସ୍ କେବଳ ପାଣି ଏଇଭଳି ଭାବରେ ଟକମକ ହେଇକି ଫୁଟିଯିବା ପରେ ଆମେ ବନେଇକି ରଖିଥିବା ମିଠାକୁ ଏମିତି ଗୋଟେ ଗୋଟେ କରି ଦେଇଦେବା। ଆଉ ଗ୍ୟାସ୍ର ଫ୍ଲେମ୍କୁ ହାଇ ଫ୍ଲେମ୍ରେ ରଖିକି ୟାକୁ ଘୋଡ଼େଇକି 10 ମିନିଟ୍ ପର୍ଯ୍ୟନ୍ତ ଫୁଟିବା ପାଇଁ ଛାଡ଼ିଦେବା। ଯଦି ଫୁଟିବା ସମୟରେ ପାଣିର କ୍ୱାଣ୍ଟିଟି କମିଯାଏ ତେବେ ଆପଣ ହାଲକା ହାଲକା ଗରମ ପାଣି ଛିଞ୍ଚିକି ୟାକୁ ଫୁଟେଇ ନେବେ। ତ ଏଇଠି ଦେଖନ୍ତୁ ପାଖାପାଖି 10 ମିନିଟ୍ ପରେ ମୁଁ ଲିଡ୍ କରିକି ଚେକ୍ କରି ନେଉଛି। ଆଉ ଦେଖିପାରୁଥିବେ ମିଠାର ସାଇଜ୍ ଫୁଲିକି ପୁରା ଡବଲ ହେଇଯାଇଛି। ଆଉ ମିଠା ବି ଆମର ପୁରା ସଫ୍ଟ ହେଇଯାଇଛି। ତ ଏବେ ଆଉ ଆକୁ ବେଶୀ ଫୁଟେଇବା ନାହିଁ। ଏମିତି ଗୋଟେ ଚାମଚ ସାହାଯ୍ୟରେ ଛଣାକୁ ବାହାର କରିକି ଛାଣି ନେବା, ଯାହାଦ୍ୱାରା କି ଯାହା ବି ଏକ୍ସଟ୍ରା ପାଣି ଅଛି ସେଇଟା ବାହାରି ଯିବ ଆଉ ମିଠା ବି ଆମର ଭାଙ୍ଗିବନି। ତ ଏଇଭଳି ଭାବରେ ଆମେ ସବୁ ମିଠାକୁ ଛାଣି ନେବା। ଆଉ ଆକୁ ଛାଣି ସାରିବା ପରେ ତୁରନ୍ତ କ'ଣ କରିବା ନା ଗୋଟେ ବାସନରେ ବା ଗୋଟେ ବାଉଲରେ ଆପଣ କିଛି ବରଫ ଆଉ ନର୍ମାଲ ପାଣି ଦେଇକି ରଖିଥିବେ। ସେଇ ବରଫ ମିଶା ପାଣିରେ ହିଁ ଏଇ ମିଠାକୁ ଆମେ ଡାଇରେକ୍ଟ ଦେଇଦେବା। ଆଉ ଏଇ ପାଣି ସହିତ ହିଁ ଏଇ ମିଠାକୁ ଆମେ ପାଖାପାଖି 5 ମିନିଟ୍ ପର୍ଯ୍ୟନ୍ତ ଏମିତି ଛାଡ଼ିଦେବା, ଯାହାଦ୍ୱାରା କି ସେଇଟା ଟିକେ ହାର୍ଡ ହେଇଯିବ ଆଉ ମିଠା ଭାଙ୍ଗିବାର କୌଣସି ଚାନ୍ସ ରହିବ ନାହିଁ। 5 ମିନିଟ୍ ପରେ ଆମେ କ'ଣ କରିବା ନା ଏମିତି ମିଠା ଗୁଡ଼ାକ ବାହାର କରିକି ହାଲକା ହାତରେ ଟିକେ ପ୍ରେସ୍ କରି ନେବା, ଯାହାଦ୍ୱାରା କି ଯାହା ବି ଏକ୍ସଟ୍ରା ପାଣି ଥିବ ସେଇଟା ବାହାରିଯିବ। ଏମିତିରେ ତ ବେଶୀ ପାଣିକୁ ଅବଜର୍ଭ କରେନି, କିନ୍ତୁ ଏମିତି ହାଲକା ହାତରେ ଟିକେ ପ୍ରେସ୍ କରି ନେବେ। ତ ଦେଖିପାରୁଥିବେ ସବୁ ମିଠାକୁ ମୁଁ ବାହାର କରିକି ପ୍ଲେଟ୍ରେ ରଖି ନେଇଛି। ଏଇ ମିଠା ଉପରେ ହିଁ ଏବେ ଆମେ ବନେଇକି ରଖିଥିବା ରାବିଡ଼ିକୁ ଏମିତି ଢାଳିବା ଷ୍ଟାର୍ଟ କରିବା। ଯେତିକି ଆବଶ୍ୟକ ସେଇ ହିସାବରେ ଦେଇଦେବେ। ଆଉ ତା ଉପରେ ଆମେ କିଛି ଡ୍ରାଏ ଫ୍ରୁଟ୍ସ ହେଲା ଯେମିତିକି ଆଲମଣ୍ଡ କିମ୍ବା ପିସ୍ତାକୁ ଦେଇକି ଡେକୋରେଟ୍ କରି ନେବା। ଆପଣ ଚାହିଁଲେ କାଜୁ ବି ଦେଇପାରିବେ କିମ୍ବା ବିନା କୌଣସି ଡ୍ରାଏ ଫ୍ରୁଟ୍ରେ ବି ୟାକୁ ସର୍ଭ କରିପାରିବେ। ତ ଦେଖିପାରୁଥିବେ ଏଇଠି ଆମର ମିଠା ଏବେ ବିଲକୁଲ ରେଡ଼ି ହେଇଯାଇଛି। এই ମିଠାକୁ ଆପଣମାନେ ଏମିତି ବି ଡାଇରେକ୍ଟ ଖାଇପାରିବେ, ନହେଲେ ତ ଫ୍ରିଜ୍ରେ ଅଧଘଣ୍ଟା ପର୍ଯ୍ୟନ୍ତ ଥଣ୍ଡା ହେବା ପାଇଁ ଛାଡ଼ିଦେବେ। ଆଉ ଥଣ୍ଡା ହେଇଯିବା ପରେ ଥଣ୍ଡା ଥଣ୍ଡା ରସମଲେଇକୁ ସର୍ଭ କରି ଖାଇପାରିବେ। এই ମିଠା ଦେଖିବାକୁ ଯେତିକି ସୁନ୍ଦର, ଖାଇବାକୁ ବି ତାଠାରୁ ଭାରି ସୁଆଦିଆ ଲାଗିଥାଏ। ଆଉ ଏଠି ଦେଖିକି ଜାଣିପାରୁଥିବେ ଯେ ମିଠାଟି ଆମର କେତେ ସଫ୍ଟ ଆଉ ଜୁସି ବନିଛି। ମିଠା ଏତେ ନରମ ଯେ ପାଟିରେ ପକେଇବା ମାତ୍ରକେ ମିଳେଇଯିବ। ତେବେ ଦର୍ଶକ ବନ୍ଧୁମାନେ ଯଦି ଆଜିର ଏହି ରେସିପିଟି ଆପଣମାନଙ୍କୁ ଭଲ ଲାଗିଛି ତେବେ ପ୍ଲିଜ୍ ଭିଡ଼ିଓଟିକୁ ଲାଇକ୍, ସେୟାର ଆଉ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବାକୁ ବିଲକୁଲ ବି ଭୁଲନ୍ତୁ ନାହିଁ। ତାହେଲେ ଆଜି ପାଇଁ ରହୁଛି, ବାଏ। ପୁଣି ଦେଖା ହବ ଆଉ ଏକ ନୂଆ ରେସିପି ସହିତ ଆଉ ଏକ ନୂଆ ଭିଡ଼ିଓରେ।